Good evening. Good evening, ma'am. Good evening, ma'am. Ma'am. Good evening. Good evening, ma'am. Good evening. ଏକ୍ଜାମ ପଳେଇ ଆସିଲା ଆନ୍ଧ୍ରକେଶରୀ ପିଲାଙ୍କର 28 ରେ। Yes, ma'am. Yes, ma'am. ଲାଗି ପଡ ପୁରା ପଢାପଢିରେ। ନାଗାର୍ଜୁନ ୟୁନିଭର୍ସିଟି ନାଇଁ, ନାଗାର୍ଜୁନ ୟୁନିଭର୍ସିଟି ଆସିନି, ତମର ବହୁତ ଜଲ୍ଦି ପଳେଇ ଆସିବ ହେଲା। ଆନ୍ଧ୍ରକେଶର ପଳେଇ ଆସିଛି ମାନେ ଆନ୍ଧ୍ରକେଶର 28 ରେ ଏକ୍ଜାମ ଯଦି ହଉଛି ତମର ସେ ଫେବୃଆରୀ 1st ୱିକରେ ହେଇଯିବ। Ma'am, pranam. ପ୍ରଣାମ, କୁହ। Ma'am, Ma'am, yogi ବିମାନର ୟୋଗୀ ma'am, ଭାବନାର ୟୋଗୀ ଭାବନା ଆଚାର୍ଯ୍ୟ ଟିକେ ଲେଟ୍ କରିକି ହୁଏ ହେଲା। ଫାଷ୍ଟ ହଉଛି ଆମର ଏଠି ହେଇଯାଏ ଆନ୍ଧ୍ରକେଶରରେ ହେଇଯାଏ, ତାପରେ ଆମର ନାଗାର୍ଜୁନ ୟୁନିଭର୍ସିଟିରେ ହୁଏ, ତାପରେ ଆମର ୟୋଗୀ ଭାବନାର ହୁଏ। ୟୋଗୀ ଭାବନାର ହେଲେ ସେଇ ଫେବୃଆରୀ 2nd ୱିକ୍ ବେଳକୁ ହେଇଯିବ। ଆଜ୍ଞା ମ୍ୟାମ୍। ma'am, ଆଚାର୍ଯ୍ୟ ନାଗାର୍ଜୁନର ସିଲାବସ କଣ ଚେଞ୍ଜ ହେଇଛି କି? ସିଲାବସରେ କିଛି ଚେଞ୍ଜେସ୍ ସେମିତି ବେଶୀ ନାହିଁ, ଖାଲି କଣ ହେଇଛି ନା ତମ ଯୋଉ ବୁକ୍ ଅଛି ଯେମିତି ଚାଇଲ୍ଡ ଡେଭଲପମେଣ୍ଟର ଯୋଉ ଅଛି ସେଥିରେ ଖାଲି ଅଳ୍ପ କିଛିଟା ମାନେ ଇଏଟା ଚେଞ୍ଜ ହେଇଛି, ଯୋଉଟା କି ଯୋଉ ୟୁନିଟ୍ ହେରିକା ଅଛି ସେଗୁଡା ସବୁ ଅଛି, କିଛିଟା ଜିନିଷ ଖାଲି ଗୋଟେ ପଏଣ୍ଟ ଇଏରେ ଚେଞ୍ଜ ହେଇଛି। ସେଟାକୁ ଏଇ ତମର ଆଜି 4th ୟୁନିଟ୍ ତ ଆଜି ବି ସରିବନି, 4th ୟୁନିଟ୍ ଟା ସରିଗଲା ପରେ ମୁଁ ତମର 5 ୟୁନିଟ୍ ଷ୍ଟାର୍ଟ କରି 5 ୟୁନିଟ୍ରେ ବେଶୀ କିଛି ନାହିଁ, 5 ୟୁନିଟ୍ରେ ଅଳ୍ପ ଅଛି, ତାପରେ ତମକୁ ସେ କ୍ଲାସ୍ ଗୋଟେ କରେଇବି। ଆଜ୍ଞା ମ୍ୟାମ୍, ଥ୍ୟାଙ୍କ ୟୁ ମ୍ୟାମ୍। ମ୍ୟାମ୍ ନାଗାର୍ଜୁନର କେବେ ହବ? ନାଗାର୍ଜୁନ ହେଇଯିବ, ଜଲ୍ଦି ହେଇଯିବ। ମ୍ୟାମ୍ ଆଉ ଗୋଟେ କଥା, ଯୋଉ ସିଲେକ୍ଟେଡ କୋଶ୍ଚିନ୍ ଯୋଉ ଦିଆ ହଉଛି ସେଟା କଣ ସବୁ ୟୁନିଭର୍ସିଟି ଆଉ ସବୁ କଲେଜ ପାଇଁ କଣ ସେମ୍ ବେସିସ ରେ କୋଶ୍ଚିନ୍ ଆସୁଛି? ମାନେ ସେମ୍ ବେସିସରେ ତ ନୁହଁ, କାହିଁକି ନା ତମର ଯୋଉ ସିଲେକ୍ଟିଭ କ୍ୱେଶ୍ଚିନ୍ ଦିଆ ହଉଛି ସେଟା ଧର ତମର ୟୋଗୀ ଭାବନାରେ ହଉଛି, ତାଙ୍କର ପ୍ରିଭିୟସ୍ ଇୟର କେମିତି କଣ କ୍ୱେଶ୍ଚିନ୍ ସେ ଦଉଛନ୍ତି, ତାଙ୍କ କ୍ୱେଶ୍ଚିନ୍ ପାଟର୍ନ ଟା କେମିତି ଅଛି, ତ ସେଇଭଳିଆ ହିସାବରେ ଦେଖିକି ଦିଆ ହଉଛି। ମ୍ୟାମ୍ ଏକ୍ଜାମରେ ସବୁ ଟପିକ୍ ହିଁ କଭର ହଉଛି, କୌଣସି ଟପିକ୍ ଏମିତି ନାହିଁ କି କୋଉଟା ମାନେ ପଢୁନି, ସବୁ ପଢୁଛି। କଣ କହିଲ ଏକ୍ଜାମରେ? ହଁ, ସବୁ ଟପିକ୍ ହିଁ କଭର ହବ, କୋଉଟା ସ୍କିପ୍ ହବନି। ତମର ଯେମିତି କି ଏ ଯୋଉ ୟୁନିଟ୍ ଅଛି 5ଟା ହଁ ୟୁନିଟ୍ ଅଛି, ମ୍ୟାମ୍ 5ଟା ପ୍ରତି ୟୁନିଟ୍ ରୁ ୟୁନିଟ୍ ରୁ 5ଟା ମାନେ ୟୁନିଟ୍, ସବୁଥିରୁ ହିଁ ଦୁଇ ତିନିଟା, ପ୍ରତି 5ଟାରୁ 2-3ଟା ହଁ ମିନିମମ୍। 2ଟା କ୍ୱେଶ୍ଚିନ୍ ତ ମିନିମମ୍ ପଡିବ, କାହିଁକି ନା ଗୋଟେ ଲଙ୍ଗ କ୍ୱେଶ୍ଚିନ୍ ଅଛି, ସର୍ଟ କ୍ୱେଶ୍ଚିନ୍ ଅଛି, ଆଉ ଯୋଉଟା ଦେଖିବ ଟିକେ ମାନେ କଣ କହିଲ ପଏଣ୍ଟ ୱାଇଜ ଅଛି, କିଛି ଗୋଟେ କ୍ୱେଶ୍ଚିନ୍ ଅଛି ପଚାରିବାର, ତ ସେଇଥିରୁ ଲଙ୍ଗ କ୍ୱେଶ୍ଚିନ୍ ସେ ପଚାରିଦିଏ। ଯୋଉଠି ଦେଖିବ ବହୁତ ସାରା ଲେନ୍ଦି ଜିନିଷ ଦେଇଛି, କିଛି ଗୋଟେ ସେମିତି ମାନେ ଗୋଟେ କ୍ଲାରିଟି ନାହିଁ ଯୋଉ ୟୁନିଟ୍ ରେ, ଦେଖିବ ସେଥିରୁ ଲଙ୍ଗ କ୍ୱେଶ୍ଚିନ୍ ସେ ବେଶୀ ପଚାରିବନି। ଲଙ୍ଗ କ୍ୱେଶ୍ଚିନ୍ ପଚାରେ ତମକୁ କେତେଟା, 4ଟା ପଚାରିବ, 4ଟାରୁ ତମକୁ 2ଟା କ୍ୱେଶ୍ଚିନ୍ ଆନ୍ସର ଦବାର ଅଛି ହେଲା। ତ 4ଟା ପଚାରୁଛି ମାନେ 4ଟା ୟୁନିଟ୍ କୁ କଭର କରୁଛି, ଗୋଟେ ୟୁନିଟ୍ କୁ ହିଁ ଛାଡିବ, ଏମିତି। ମ୍ୟାମ୍ ଆମର କୋଉ କୋଉ ୟୁନିଟ୍ ଇମ୍ପୋର୍ଟାଣ୍ଟ ଅଛି କ୍ୱେଶ୍ଚିନ୍ ଆସିବାର? ତମର ଫାର୍ଷ୍ଟ ୟୁନିଟ୍ ବହୁତ ଇମ୍ପୋର୍ଟାଣ୍ଟ ଅଛି, ତାପରେ ସେକେଣ୍ଡ ୟୁନିଟ୍ରେ ଥିଓରି ଗୋଟେ ଆସିବ, ପିଆଗେଟ୍ ଥିଓରି ବହୁତ ହି ଇମ୍ପୋର୍ଟାଣ୍ଟ, ସେଟାକୁ ତମେ ଦେଖିକି ଯିବ। ଆଉ ଗୋଟେ ହଉଛି ଏରିକ୍ସନ ଥିଓରି ଭଲ ଇମ୍ପୋର୍ଟାଣ୍ଟ ଅଛି। ତାପରେ ହଉଛି ଯୋଉ ଥାର୍ଡ ୟୁନିଟ୍ ଅଛି, ଥାର୍ଡ ୟୁନିଟ୍ରେ ଯୋଉଟା ଆଡଜଷ୍ଟମେଣ୍ଟ ଅଛି ସେଟା ଇମ୍ପୋର୍ଟାଣ୍ଟ ତମର ଅଛି ହେଲା।
ଏଇଗୁଡାକ ଅଛି। ଆଉ ତମ ସର୍ଟ କ୍ୱେଶ୍ଚିନ୍ ଯୋଉଟା ଅଛି, ସର୍ଟ କ୍ୱେଶ୍ଚିନ୍ ରେ ଇଏ ଆସିପାରିବ କଣ, ଲିଡରସିପ, ଯୋଉଟା ଲିଡରସିପ ର ଆସିପାରିବ, ତା ଟାଇପ୍ସ ଆସିପାରିବ, ଏମିତି ସବୁ ଇମ୍ପୋର୍ଟାଣ୍ଟ ଅଛି ତମର। ଥାର୍ଡ ୟୁନିଟ୍, ଫୋର୍ଥ ୟୁନିଟ୍ ବି ଇମ୍ପୋର୍ଟାଣ୍ଟ ତମର ଅଛି। ଫର୍ଷ୍ଟ ୟୁନିଟ୍, ସେକେଣ୍ଡ ୟୁନିଟ୍ ଆଉ ଫୋର୍ଥ ୟୁନିଟ୍ ସବୁ ମାନେ ଅଛି ଇମ୍ପୋର୍ଟାଣ୍ଟ, ଭଲ ଭଲ ଲଙ୍ଗ କ୍ୱେଶ୍ଚିନ୍ ଆସିବାର ଚାନ୍ସେସ୍ ଅଛି। ମ୍ୟାମ୍ ଗୋଟେ କ୍ଲାସ୍ ନେଇକି ସିଲେକ୍ଟେଡ୍ କ୍ୱେଶ୍ଚନ୍ ଟିକେ କହିଦେବେ। ହଁ ହଁ ହଁ। ମ୍ୟାମ୍ ନୋଟରେ ତ ଅଳ୍ପ ଅଳ୍ପ ଅଛି, ଆମେ କେମିତି ଲେଖିମୁ 15 ମାର୍କିଆ କ୍ୱେଶ୍ଚିନ୍ ଗୁଡା? ତମେ ଦେଖ, ଯେତେବେଳେ ପଢୁଛ ନୋଟ୍ସ ପଢିବ, ନୋଟ୍ସ ପଢିବା ସହିତ ଟିକେ ତମେ ବୁକ୍ସ ବି ରେଫରେନ୍ସ ନିଅ। ବୁକ୍ ରେଫରେନ୍ସ ନେଲେ କଣ ହବ କି ତମେ ଏକ୍ସଟ୍ରା ଜିନିଷ ଟିକେ କିଛି କିଛି ଯୋଉଟା ଅଛି ତମେ ତାକୁ ଆଡ୍ କରିପାରିବ। ଆଉ ନୋଟ୍ସ ରେ ଯୋଉଟା କି ପଏଣ୍ଟ ୱାଇଜ ଦେଇଛି, ଭଲସେ ଦେଇଛି, ତାକୁ ତମେ ଯଦି ଭଲସେ ଟିକେ ବୁଝି ଯାଉଛ, ତାକୁ ଯାଇକି ସେଠି ଲେଖିପାରିବ ଭଲସେ, ଅଧିକ ଲେନ୍ଦି କରିକି ଲେଖିପାରିବ। ମ୍ୟାମ୍ କିନ୍ତୁ ବୁକ୍ ପୁରା କଭର କରିବା ପାଇଁ ପଡିବ। ହଁ, ବୁକ୍ ଟା ଯାହାହେଲେ ବି ରେଫରେନ୍ସ ତମକୁ ଟିକେ ନବାକୁ ପଡିବ, କାହିଁକିନା କିଛିଟା ଜିନିଷ ଦେଇଛି ଯୋଉଟା କି ଏଥିରେ ବି ଦେଇନି, ନୋଟ୍ସ କିଛିଟା ଜିନିଷ ନାହିଁ ଯୋଉଟା କି ବୁକ୍ସ ରେ ଟିକେ ଦେଇଛି, ତ ସେଥିପାଇଁ ବୁକ୍ସ ଟା ଟିକେ ଦେଖିବା ପାଇଁ ପଡିବ। ତମେ ଗୋଟେ କାମ ଆଜ୍ଞା କର, ଏକ୍ସାମ ଅଛି 28 ରେ, ଆଜି ହେଇଗଲା କେତେ, 9 ହେଇଗଲା ଟି, 9 ଆଜ୍ଞା। ହେଇଗଲା, ତାହେଲେ ତମର ଅଛି ଆଉ କେତେ, 17 ଦିନ ଭଳିଆ ଅଛି। ଭାବ 15 ଦିନ ଅଛି, ତ 15 ଦିନ ଯଦି ଏକ୍ସାମ ଅଛି, 15 ଦିନରେ ତମର 5ଟା ୟୁନିଟ୍ କଭର କରିବାର ଅଛି। ତ ଗୋଟେ ଗୋଟେ ୟୁନିଟ୍ କୁ ତମେ 3 ଦିନ ଲେଖା ଟାଇମ ଦିଅ, କି ଆଜି ମତେ ସରି ଗୋଟେ ୟୁନିଟ୍ କହୁଛି, ମାନେ ଗୋଟେ ଗୋଟେ ବୁକ୍ ଯୋଉଟା ଅଛି, ଗୋଟେ ଗୋଟେ ବୁକ୍ କଣ କର ନା, ଆଜି ମୋର ଗୋଟେ ୟୁନିଟ୍ ଅଛି, ମତେ ଆଜି ଗୋଟେ ୟୁନିଟ୍ କଭର କରିବାର ଅଛି, ପୁଣି ମତେ ଆଉ ଗୋଟେ ବୁକ୍ ର ଆଉ ଗୋଟେ ୟୁନିଟ୍ ବି ମତେ ଭଲସେ ଟିକେ ଦେଖିବାର ଅଛି। ଏବେ ତମର ରିଭିଜନ ଟାଇମ, ଏବେ ଆଉ ଟାଇମ ନାହିଁ କି ତମେ ତାକୁ ପୁଣି ଷ୍ଟାର୍ଟିଂ ରୁ ଦେଖିବ କି କଣ କରିବ। ତ କଣ କର, ଗୋଟିଏ ଦିନରେ ତମେ ଚେଷ୍ଟା କର କି 3ଟା ୟୁନିଟ୍ ପଢିବା ପାଇଁ। 3ଟା ୟୁନିଟ୍ ନୁହେଁ କି ଗୋଟିଏ ବୁକ୍ ରୁ ହିଁ ଗଲା ପଢିଦବ। ଇଚ୍ଛା ହେଲା କି ଏଇ ବୁକ୍ ରେ ଅଧିକ ମୁଁ ପଢିଦେଲିଣି, ମତେ ଆଉ ଇଚ୍ଛା ହଉନି ବୁକ୍ ପଢିବା ପାଇଁ, ଆଉ ଗୋଟେ ବୁକ୍ ଆଣିବ, ଆଣିକି ତା ଦେହରେ ଗୋଟେ ୟୁନିଟ୍ ଦେଖିବ, ଏମିତି କରି କରିକି 15 ଦିନରେ କିଛିଟା କଭର କରିଦିଅ। ମ୍ୟାମ୍ ଆଜ୍ଞା ମ୍ୟାମ୍। ବୁକ୍ ରେ ବି ପୁରା ମାନେ ଏମିତି ନୋଟ ୱାଇଜ ହିଁ ଅଛି, ମାନେ ନୋଟ ରେ ଯାହା ଅଛି ବୁକ୍ ରୁ ସିଲେକ୍ଟେଡ ହେଇକି ପୁରା ଅଛି, ତ ବୁକ୍ସ ଟା ପଢିଲେ ବି ମାନେ ଭଲ। ହଁ, ବୁକ୍ ଟା ମୁଁ ତ ସବୁବେଳେ ସେଟା ହିଁ କହିବି କି ବୁକ୍ ଟା ଫଲୋ କର, ବୁକ୍ ସବୁବେଳେ ପାଇଁ ଭଲ। ଓକେ, ତ ଆମର ମେନ୍ ହୁଁ, କଥା କଣ ହଉଛି, ବୁକ୍ ଫଲୋ କଲେ କି ମାନେ ସବୁ ଜିନିଷ ମିକ୍ସ ହେଇଯାଉଛି। ମିକ୍ସ ହେଇଯାଉଛି। ହଁ, ଦେଖ ତମେ କଣ ତମକୁ କି ସବୁଥିରେ ସେଇ ଏଜୁକେସନ, ସେଇ ଭ୍ୟାଲୁ, ସେଇ ସବୁ ଜିନିଷ କରେ ସେଗୁଡା ଇଏ ହେଇଯାଉଛି ଟିକେ। ହଁ, ତମର ଏଇ ଯୋଉ ଡେଭଲପମେଣ୍ଟ ଚାପ୍ଟର ନାହିଁ ନା, ସେଥିରେ ଫିଜିକାଲ କିଛି ସାଇନ୍ସ ମିକ୍ସ ହେଲା ହବାର ଆମର, ନାହିଁ। ହଁ, ବାୟୋଲୋଜିକାଲ ସାଇନ୍ସ, ଫିଜିକାଲ ସାଇନ୍ସ, କି ଆଇସିଟି, ସବୁଥିରେ ସେଇ ଭ୍ୟାଲୁ 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 ସବୁଥିରେ ଅଛି। ଭ୍ୟାଲୁ ଅଫ ତମର ଏଜୁକେସନ। ଏଇଥର କଣ ଫାର୍ଷ୍ଟ ସେମିଷ୍ଟରରେ ଆଇସିଟି ଅଛି? ହଁ ହଁ ହଁ, ହଁ, ଆଇସିଟି ଅଛି ନା ଅଛି, ମ୍ୟାମ୍? ହଁ। ଦେଖ, ସବୁବେଳେ ମାଇଣ୍ଡରେ ରଖିବ, ଆଇସିଟି ଟା ପଢିବା ପାଇଁ, ମାନେ ଦେଖ ତାର ଏତେ ବହୁତ ସାରା ଜିନିଷ ଦେଇଛି, କିନ୍ତୁ ଯେତେବେଳେ କ୍ୱେଶ୍ଚିନ୍ ଆସିବ ନା, କ୍ୱେଶ୍ଚିନ୍ ତମକୁ ବହୁତ ଇଜି ଦବ ଆଇସିଟି ରେ। ଆଇସିଟି କ୍ୱେଶ୍ଚିନ୍ ବହୁତ ହିଁ ଭଲ ଦିଏ। ହଁ। ବୁକ୍ ରେ ଏତେ ଜିନିଷ ଦେଇଥାଏ, ତ ମାଇଣ୍ଡରେ ଭାବ କି ଏତେ ଜିନିଷ କଣ ଦେଇଛି, ମାନେ ଏତେ ଜିନିଷ ଦେଇଥିବ, କିନ୍ତୁ ତମେ ଦେଖିବ ଯେତେବେଳେ ଏକ୍ସାମ ରେ କ୍ୱେଶ୍ଚିନ୍ ଆସୁଛି, କ୍ୱେଶ୍ଚିନ୍ ବହୁତ ହି ଭଲ ଆସିବ। ହେଲା, ବହୁତ ହି ଭଲ ଆସିବ, ଆଇସିଟି ପେପରରେ ବହୁତ ଭଲ କ୍ୱେଶ୍ଚିନ୍ ଆସେ। ତମ ଚାଇଲ୍ଡ ଡେଭଲପମେଣ୍ଟରେ ବି ଦେଖିବ ଭଲ କ୍ୱେଶ୍ଚିନ୍ ଆସିବ। ମ୍ୟାମ୍ କଷ୍ଟ ଆସେନି ନା? କଣ ହେଲା? ମ୍ୟାମ୍ ଏତେ କଷ୍ଟ ଆସେନି ତ, କିନ୍ତୁ କୋଶ୍ଚେନ୍ ଗୁଡା ସବୁ ମିଳୁନି ବହିରେ। ଦେଖ, କ୍ୱେଶ୍ଚିନ୍ ତମେ ଯଦି କ୍ଲାରିଟି ରଖିଥିବ ନା ବୁଝିବାରେ, କିଛି ବି କ୍ୱେଶ୍ଚିନ୍ ରେ ତମକୁ ପ୍ରୋବ୍ଲେମ ହବନି। କ୍ୱେଶ୍ଚିନ୍ ଯେତେ ବି ମୋଡିଫାଇ କରିକି ପଚାରୁ, ତମେ ଗୋଟେ ମାଇଣ୍ଡରେ ରଖିବ, ମୁଁ ଏଇଟା ପଢିଛି ନା, ମତେ ଟିକେ ମୋଡିଫାଇ କରିକି ଦେଇଛି, କିନ୍ତୁ ମତେ କଣ କରିବାର ଅଛି, ଯାହା କ୍ୱେଶ୍ଚିନ୍ ପଚାରୁଛି ମତେ ସେଇ କ୍ୱେଶ୍ଚିନ୍ ର ପଏଣ୍ଟ ଟାକୁ ମତେ ଲେଖିବାର ଅଛି ସେଠି। ହେଲା, ସେ ପଏଣ୍ଟ ଟାକୁ ସବୁବେଳେ ମନେ ରଖିବ, ଯଦି କ୍ୱେଶ୍ଚିନ୍ ପଚାରୁଛି କି ହ୍ୱାଟ ଇଜ ଦ ମିନିଂ ଅଫ ଆଡଜଷ୍ଟମେଣ୍ଟ, କି ହଉଛି ତାର ଟାଇପ୍ସ ଲେଖିବା ପାଇଁ, କି ତାର ହଉଛି କିଛି କମ୍ପୋନେଣ୍ଟସ ଲେଖିବା ପାଇଁ, କି କିଛି ବି ତାର ହଉଛି ଆଡଭାଣ୍ଟେଜେସ୍ କଣ, ଡିସଆଡଭାଣ୍ଟେଜେସ୍ କଣ, ଏସବୁ ଲେଖିଛି, ତମେ କଣ କରିବ ନା, ତାରି ପଏଣ୍ଟ ଟାକୁ ହିଁ ଲେଖିବ। ତାରି ପଏଣ୍ଟ ଲେଖିକି ହିଁ ତାପରେ ଯାଇକି ତମେ କିଛି ଲେଖିବାର ଅଛି। ସେମାନେ କଣ କେମିତି ଖାତା ଦେଖନ୍ତି ନା, ଦେଖନ୍ତି କେମିତି କଣ ଏଇଟା ସେ ଲେଖିଛନ୍ତି। ଯେମିତି କି ସିଏ ପଚାରିଛି କ୍ୱେଶ୍ଚିନ୍ ତମକୁ କଣ, ଆଉ ତମେ ଲେଖିଛ କଣ, ତମକୁ ଯଦି ଡିସଆଡଭାଣ୍ଟେଜ କଥା ପଚାରିଛି, ତମେ ତାକୁ ଡିସଆଡଭାଣ୍ଟେଜେସ୍ କହିକି ଗୋଟେ ହେଡିଙ୍ଗ ଦେଇକି ହିଁ ଲେଖିବ। ଆଉ ଏମିତି ଯଦି ଲେଖୁଛ, ଦେଖିବ ତମର ମାର୍କ ବହୁତ ହି ଭଲ ଆସିବ।
ସିଏ ଯାହା क्वेश्चन ପଚାରିଥିବ ତମେ ସେଇ क्वेश्चन ହିସାବରେ ହିଁ ଲେଖିବ, ଲେଖିକି ତମକୁ ହେଡିଙ୍ଗ ଦେଇକି ଲେଖିବାର ଅଛି। ହେଲା ହଉ। ତ ପଢିବା ଏବେ, ମତେ ଲାଷ୍ଟ କୁ 5 ମିନିଟ ମତେ ଯାହା ପଚାରିବା କଥା ପଚାରିବ ହେଲା। Okay. ହୁଁ। ତ ହେଲା କଣ ନା ଆମେ ପଢିଥିଲେ ଆଡଜଷ୍ଟମେଣ୍ଟ ପଢିଥିଲେ, ହେଲ୍ଦି ଆଡଜଷ୍ଟମେଣ୍ଟ ସରି ହେଲ୍ଥ ଆଡଜଷ୍ଟମେଣ୍ଟ ପଢିଥିଲେ, ଡିଫରେଣ୍ଟ ଟାଇପ ଅଫ ଆଡଜଷ୍ଟମେଣ୍ଟ ରେ ଏଟା ଇମ୍पोर्टाट ଅଛି ହେଲା। डिफरेंट टाइप ऑफ एडजस्टमेंट रे हेल्थ एडजस्टमेंट पढ़िଥିଲେ, तापर होची इमोशनल एडजस्टमेंट पढ़िଥିଲେ, तापर हला सोशल एडजस्टमेंट। सोशल एडजस्टमेंट कौन देखिबा, लिखिची कैन इंडिविजुअल इज एडजस्टेड can be ascended by one social development and adaptability to the social environment। कौन यार अर्थ ना गोटे व्यक्ति सोशियली एडजस्टेड कि नुहे ताहा जणा पड़े तांकर सोशल डेवलपमेंट रे हैला। सोशल एनवायरनमेंट सहित अडॉप्ट करिवार क्षमता को देखिबा माने हम देखिकी ही जानि परंती कि से सोशियली एडजस्ट करि परछि कि नहीं। सोशल एडजस्टमेंट माने कहिले कि जेते बळे गोटे व्यक्ति अन्य मानक सहित मिसिकी रहे, रूल सब फॉलो करे, कस्टम्स को माने, ट्रेडिशन को रेस्पेक्ट करे, सोसाइटी रे फिट हेकी ग्रुप भितरे गोटे कोन कंफर्टेबिलिटी एडजस्ट करि पारे, ताको ही हमें कोन कहंती ना सोशल एडजस्टमेंट बोली कहंती। जेमति कि धर गोटे कोन ना होची गोटे स्टूडेंट हैला, से क्लासमेट सहित कोन ना फ्रेंडली भाबरे कथा होची, क्लास रे समस्त संगरे भलो भाबरे मिसुची, क्लासमेट संगरे भल से कथा होची, से ग्रुप वर्क रे मध्य कोन करछि ना कोऑपरेशन देखौछि, कोऑपरेट करूछि, टीचर्स को कथा कोन करछि ना सुनुछि, स्कूल रे जहा जहा सब रूल अछि से सब को फॉलो करछि, नुआ स्टूडेंट मानक सहित एडजस्ट करि पारुछि। ता माने कोन, यार अर्थ होछि आमे बुझिले कि होछि से पिलाटी जे होछि एते सब करूछि से सोशल डेवलपमेंट तार भलो अछि, आ सोशल एनवायरनमेंट सहित से कोन करछि ना भलो भाबरे एडजस्ट करि पारुछि। एटा को ही हमें कोन कहबा ना सोशल एडजस्टमेंट कहबा। बुझि पारल, सोशल एडजस्टमेंट बुझि पारल तो ଆଜ୍ଞା हाँ। ମ୍ୟାମ୍। सोशल एडजस्टमेंट कहले माने सोसाइटी रे से केमिति कोन चलुछि, केमिति रूल सब अछि, रूल को केमिति फॉलो करला, ट्रेडिशन को केमिति मानिला, केमिति रेस्पेक्ट करला, सोसाइटी रे केमिति फिट हेकी चली पारला, कंफर्टेबिलिटी मेंटेन करि पारला। गोटे स्कूल रे जदि गोटे पिलाटे पढुछि से केमिति पिला मानक सहित मिसुछि, केमिति स्टूडेंट टीचर्स मानक सहित मिसुछि, केमिति फ्रेंडली बिहेव करछि, ग्रुप वर्क केमिति करछि, कोऑपरेशन केमिति देखौछि, स्कूल रो रूल केमिति फॉलो करूछि, सब जिनस नुआ नुआ जतले पिला आछन तांको सहित केमिति एडजस्ट करके चली परछि, ए सब जांक होछि कोन ना सोशल एडजस्टमेंट। ओके अच्छा, सेटा शॉर्ट रे गोटे कहिबी, लेख सोशल एडजस्टमेंट रो लेख गुड सोशल बिहेवियर, गुड सोशल बिहेवियर सोशल एडजस्टमेंट रे लिखिबो हैला। गुड सोशल बिहेवियर प्लस ability to mix with others, ability to mix with others is equal to social adjustment। Good social behavior plus ability to mix with others is equal to social adjustment। बुझिला लिखिल तो ମ୍ୟାମ୍ କହିଲେ ability ତାପରେ to କଣ mix କହିଲେ? लिखिबो गुड सोशल बिहेवियर plus प्लस ability to mix with others, okay, ability to mix with others is equal to social adjustment। ଟିକେ କୁହନ୍ତୁ। आउथरे कहबी, गुड सोशल बिहेवियर प्लस ability to mix with others is equal to social adjustment। इको साउंड पाई किछि प्रॉब्लम होछि कि?
ଇକୋ ସାଉଣ୍ଡ ହଉଛି, କିଛି ପ୍ରୋବ୍ଲେମ ହଉଛି କି ଶୁଣିବାରେ? No, ma'am. No, ହଁ ମ୍ୟାମ୍ ନାଇଁ voice no clear. ma'am। ହଁ ହଉ ହେଲା। ତ ତାପରେ ହଉଛି କଣ ନା ଏଠି କଣ ବୁଝିଲେ ଆମେ ଗୁଡ୍ ସୋସିଆଲ ବିହେଭିୟର କହିଲା ମାନେ ଭଲ ଭାବରେ ଯଦି ଆମେ ସୋସିଆଲ ବିହେଭିୟର ଦେଖିବା ତା ସହିତ ଯଦି ଆବିଲିଟି ରଖିବା ସମସ୍ତଙ୍କ ସହିତ ଭଲ ଭାବରେ ମିଶିବା ପାଇଁ ସେଇଟା ହିଁ ସୋସିଆଲ ଆଡଜଷ୍ଟମେଣ୍ଟ ବୋଲି କହିବା ହେଲା। ଏଇଟାକୁ ତମେ ତମ ଖାତାରେ ଯେତେବେଳେ ଲେଖିବ ମାନେ ସେଠି ଯେତେବେଳେ ଏକ୍ଜାମ ହଲରେ ଲେଖିବ ସେତେବେଳେ ଏଇ ଜିନିଷଟାକୁ ଲାଷ୍ଟରେ ଆଡ କରିପାରିବ। କେମିତି ଆଡ କରିବ ନା ଗୋଟେ ବକ୍ସ କରିକି ଗୁଡ୍ ସୋସିଆଲ ବିହେଭିୟର ଲେଖିଲ ତାକୁ ଗୋଟେ ବକ୍ସରେ ରଖିଲ, ପ୍ଲସ୍ ଦେଲ ability to mix with others ତାକୁ ଗୋଟେ ବକ୍ସ କରିଲ। ତାପରେ କଣ କରିବ ନା ଏପଟରୁ କଣ କରିବ ଗୋଟେ ହଉଛି ଆରୋ ମାର୍କ ଦବ, ଆଉ ଗୋଟେ ତଳକୁ ଆଉ ଗୋଟେ ଆରୋ ମାର୍କ ଦବ ଯେମିତି ତ୍ରିଭୁଜ ଆକାରରେ ହବ। ସେଠି ତଳେ ଲେଖିବ କଣ ନା ସୋସିଆଲ ଆଡଜଷ୍ଟମେଣ୍ଟ, ତାକୁ ତମେ ଗୋଟେ ସର୍କଲ ଭିତରେ ରଖିପାର ନହେଲେ ତାକୁ ବି ଗୋଟେ ବକ୍ସ କରିପାର ହେଲା। ଏମିତି କରିକି ଲେଖିପାରିବ, ଭଲ ଇମ୍ପ୍ରେସନ ଆସିବ ଲେଖାରେ। ମ୍ୟାମ୍ ତ୍ରିଭୁଜ ଟା କେମିତି କଣ କହିଲା? ଦେଖ ତମକୁ ଲେଖିବ କେମିତି, ଫାର୍ଷ୍ଟ ଲେଖିଲ କଣ କରିକି ଦେଖେଇଲି। କରିକି ଦେଖେଇବି, ଗୋଟେ ସେକେଣ୍ଡ ରୁହ ମୁଁ ନେଇକି ଆସେ ଗୋଟେ ରୁହ। ମ୍ୟାମ୍ କିଛି ଶୁଭୁନି ଭଏସ୍। ମ୍ୟୁଟ କରିଛି ମୁଁ ଟିକେ ରୁହ। ability to ଏଠି ଦେଖ ଏଠି ଯୋଉ ଲେଖା ହେଇଛି ଗୁଡ୍ ସୋସିଆଲ ବିହେଭିୟର ପ୍ଲସ୍ ଆବିଲିଟି ଟୁ ମିକ୍ସ ୱିଥ ଅଦର୍ସ, ସେଟା ପୁରା ମାନେ ଲମ୍ବା କରିକି ଲେଖିବ। ଏଟା ମୋ ଜାଗା ହେଲାନି ବୋଲି ମୁଁ ଏମିତି ଲେଖିଛି। ତାପରେ ଏମିତି କରିକି ସୋସିଆଲ ଆଡଜଷ୍ଟମେଣ୍ଟ ଲେଖିବ। ଏଟାକୁ ତମେ ସର୍କଲ କରିପାରିବ, ତାକୁ ଏମିତି ଲେଖିପାରିବ, ଯେମିତି ବି ଲେଖ। ଏମିତି ଲେଖିଲେ ତମକୁ ଅଧିକ ଜାଗା ବି ଇଏ ହେଇଯିବ, ଆଉ ସେଠି ହଉଛି ଗୋଟେ ଭଲ ଦେଖାଯିବ। ସେମାନେ ଜାଣିପାରିବେ କି ହଁ ଏଇ ପିଲାଟି ବୁଝିଛି ଭଲସେ ହେଲା। ସିଆଡେ ଦିନ କି? କଣ ହେଲା?
ନା ଆପଣ ସେ ଯୋଉ ଡାଇଗ୍ରାମ ଟା ଦେଖିଲେ ସେଟା ପୁରା ଦିନ ପୁରା ଲାଗିଲା ରାତି ପରିକା ଲାଗିଲାନି ସେ ଫଟୋଟା। ଦିନ ମୁଁ କଣ ୱାଗାଣ୍ଡାରେ ରହୁଛି ନା କଣ? ନାଇଁ ନାଇଁ ଦିନ ନାଇଁ, ଏଟା ରାତି ହିଁ ହେଲା। ଫୋକସ୍ ଲାଇଟ୍ ଅଛି। ଆଚ୍ଛା ହୁଁ ହେଲା। ତ ହଉଛି କୁଆଡେ ଗଲା, କଣ ପଢୁଥିଲେ ଆମେ? Social Social adjustment. social adjustment. Social adjustment। ହଁ, ତ social adjustment ରେ ଆମେ ଦେଖିଲେ କି ଏଇଟା ହଉଛି ଏଇଟା ଇଏ କରୁଛି। ତାପରେ ହଉଛି ସେକେଣ୍ଡ ପଏଣ୍ଟ social adjustment ର। social adjustment ର ତାପରେ କହିଛି, ତାପରେ ପଏଣ୍ଟ ଟା କି man is a social animal and for social adjustment is required social qualities and values in an individual। ତ କଣ ନା ଏହା ମାନେ ହଉଛି man ଗୋଟେ କଣ ନା social animal, ମଣିଷ ଗୋଟେ ହଉଛି କଣ ନା ହଉଛି ସମାଜରେ ଯେହେତୁ ରହୁଛି ସେଥିପାଇଁ ତାକୁ social animal ବୋଲି କୁହାଯାଉଛି। କାହିଁକି ନା ବିନା ସମାଜରେ ବିନା ଲୋକମାନଙ୍କ ସହିତ ମିଶିକି ଗୋଟେ ମନୁଷ୍ୟ ରହିପାରିବ ନାହିଁ। ଆଉ କଣ ନା ସୋସିଆଲ ଆଡଜଷ୍ଟମେଣ୍ଟ ପାଇଁ ଗୋଟେ ବ୍ୟକ୍ତିକୁ କଣ ନା କିଛି ସୋସିଆଲ କ୍ୱାଲିଟିଜ ଆଉ ଭ୍ୟାଲୁଜ ଏସବୁ ରହିବା ଦରକାର। ଯେମିତି କି କଣ କଣ ସବୁ ସୋସିଆଲ କ୍ୱାଲିଟିଜ ଅଛି, ଭ୍ୟାଲୁଜ ଅଛି, ଯେମିତି କି କୋଅପରେସନ ହେଇଗଲା, ରେସପେକ୍ଟ ହେଇଗଲା, ଟଲରାନ୍ସ ହେଇଗଲା, କାଇଣ୍ଡନେସ ହେଇଗଲା, ହେଲ୍ପିଂ ନେଚର, ସେୟାରିଂ, କି ଆମର ହଉଛି କଣ ସୋସାଇଟିରେ ଯେହେତୁ ରହୁଛି କୌଣସି ପ୍ରକାର ଇଜିଲି ଆଡଜଷ୍ଟ କରିବା ପାଇଁ ଆମକୁ ଏଇ ସବୁ ଜିନିଷ ରଖିବା ଆବଶ୍ୟକ ହେଲା। ଯେମିତି କି ଏକ୍ସାମ୍ପଲ ନବା କି ଗୋଟେ ପିଲାଟେ ଗୋଟେ ଷ୍ଟୁଡେଣ୍ଟ କଣ ନା ତା ଫ୍ରେଣ୍ଡ ସହିତ କିଛି ଗୋଟେ ସେୟାର କରୁଛି ହେଲା। କି ଯଦି ପ୍ରୋବ୍ଲେମ ରେ ଥିଲେ ସେ କଣ କରୁଛି ନା ହେଲ୍ପ କରୁଛି। ଟିଚର୍ସ ମାନଙ୍କୁ ଏଲ୍ଡର୍ସ ମାନଙ୍କୁ କଣ କରୁଛି ନା ରେସପେକ୍ଟ କରୁଛି। ଗ୍ରୁପ ୱାର୍କ ଭଲ ଭାବରେ କରୁଛି, କୋଅପରେସନ ଦେଖଉଛି। ତା ମାନେ ଆମେ ଏଠୁ ବୁଝିଲେ କଣ ନା ହଉଛି ସୋସିଆଲ କ୍ୱାଲିଟିଜ ଆଉ ଭ୍ୟାଲୁଜ ସେ ସବୁ ତା ପାଖରେ ଅଛି, ଆଉ ସୋସିଆଲ ୱେଲ ଆଡଜଷ୍ଟେଡ ମଧ୍ୟ ସେ କରିପାରୁଛି ହେଲା। ଯଦି ଆମେ ସର୍ଟ ରେ କହିବାକୁ କଣ କହିବା ନା ମ୍ୟାନ ଇଜ ଏ ସୋସିଆଲ ଆନିମାଲ ପ୍ଲସ ସୋସିଆଲ କ୍ୱାଲିଟିଜ ପ୍ଲସ ଭ୍ୟାଲୁଜ ଇଜ ଇକ୍ୱାଲ ଟୁ ଗୁଡ ସୋସିଆଲ ଆଡଜଷ୍ଟମେଣ୍ଟ। ଏ କହିଲା ନା ସେକେଣ୍ଡ ଲାଇନ ଟା ଗୁଡ ସୋସିଆଲ ଆଡଜଷ୍ଟମେଣ୍ଟ କଥା। ତ ଏଟା ଆମେ ଏଇ ହିସାବରେ କହିପାରିବା କଣ ନା ମ୍ୟାନ ଇଜ ଏ ସୋସିଆଲ ଆନିମାଲ ପ୍ଲସ ସୋସିଆଲ କ୍ୱାଲିଟିଜ ପ୍ଲସ values is equal to good social adjustment। ଓକେ, ତାପରେ ଆସିଲା ହୋମ ଆଡଜଷ୍ଟମେଣ୍ଟ। ହୋମ ଆଡଜଷ୍ଟମେଣ୍ଟ ପୁଣି କଣ, ସେମିତି ଯେମିତି କି ଲେଖିଛି ହୋମ ଆଡଜଷ୍ଟମେଣ୍ଟ ଇଜ ଇଣ୍ଡିଭିଜୁଆଲ ଆଡଜଷ୍ଟେଡ ବିହେଭିୟର ଟୁୱାର୍ଡସ ହୋମ କଣ୍ଡିସନ୍ସ such as home atmosphere, family, finance and relationship among family members। ତ ହୋମ ଆଡଜଷ୍ଟମେଣ୍ଟ ମାନେ କଣ ନା ଗୋଟିଏ ବ୍ୟକ୍ତି ନିଜ ଘରର ପରିବେଶ, ଘରର ଯୋଉ ଆଟମୋସ୍ଫିୟର, ଫ୍ୟାମିଲି ଫାଇନାନ୍ସ ଯୋଉଟା କି ପରିବାରର ଆର୍ଥିକ ଅବସ୍ଥା, ଫ୍ୟାମିଲି ମେମ୍ବର୍ସ ମଧ୍ୟରେ ଥିବା ଯୋଉ ରିଲେସନସିପ ଏସବୁ କିପରି ଆଡଜଷ୍ଟ କରୁଛି, ତାଙ୍କ ସହିତ କେମିତି ରହିକି ଆଡଜଷ୍ଟ କରୁଛି, ତାହାକୁ ହିଁ ଆମେ କହନ୍ତି କଣ ନା ହୋମ ଆଡଜଷ୍ଟମେଣ୍ଟ ବୋଲି କୁହନ୍ତି ହେଲା। ଯେତେବେଳେ ଗୋଟେ ବ୍ୟକ୍ତି ଘରର ରୁଲ ସବୁ ମାନେ, ପ୍ୟାରେଣ୍ଟସଙ୍କର, ବ୍ରଦର୍ସର, ସିଷ୍ଟର୍ସର ସେମାନଙ୍କ କଥା ମାନେ, ତାଙ୍କ ସହିତ ମିଶିକି ରୁହେ, ଘରର ଫାଇନାନ୍ସିଆଲ କଣ୍ଡିସନକୁ ବୁଝିଥାଏ, ଅନନେସେସରି ଡିମାଣ୍ଡ କରେନି, ଘରର ଆଟମୋସ୍ଫିୟରକୁ ମେଣ୍ଟେନ କରିକି ରଖିଥାଏ ହେଲା, ସେ ତାକୁ ହିଁ ଆମେ କହନ୍ତି କଣ ନା ହୋମ ଆଡଜଷ୍ଟମେଣ୍ଟ। ସବୁବେଳେ ଘରକୁ ନେଇକି, ଘର ଲୋକମାନଙ୍କୁ ନେଇକି ଯିଏ ଆଡଜଷ୍ଟ କରିକି ରହିଲା ତାଙ୍କୁ ହିଁ ଆମେ କଣ କହନ୍ତି ନା ହୋମ ଆଡଜଷ୍ଟମେଣ୍ଟ ବୋଲି କୁହନ୍ତି। ଯେମିତି କି ଗୋଟେ ପିଲାଟି ଅଛି, ସେ ହଉଛି କଣ ନା ପ୍ୟାରେଣ୍ଟସ ମାନଙ୍କର ସବୁବେଳେ କଥା ଶୁଣୁଛି, ସିବଲିଙ୍ଗସ ମାନଙ୍କ ସହିତ କେବେ ବି ଝଗଡା କରୁନି, ସବୁ କିଛି ହଉଛି କଣ ନା ହଉଛି ସେୟାର କରୁଛି ତାଙ୍କ ମାନେ ବାପା ମାଙ୍କ ପାଖରେ, ଘରର ଫାଇନାନ୍ସିଆଲ କଣ୍ଡିସନକୁ ସେ ବୁଝୁଛି, କିଛି ବି ଏକ୍ସପେନ୍ସିଭ ଥିଙ୍ଗସକୁ ଡିମାଣ୍ଡ କରୁନି ହେଲା, ଘରର କାମରେ ସେ ହେଲ୍ପ କରୁଛି। ତା ମାନେ କଣ ସେ ହୋମ ଆଡଜଷ୍ଟମେଣ୍ଟ ଶିଖି ଯାଇଛି, ତାର ଡେଭଲପମେଣ୍ଟ ହଉଛି ହୋମ ଆଡଜଷ୍ଟମେଣ୍ଟ ସେ ଜାଣିଛି ହେଲା। ତ ତାର ଫାଇନାନ୍ସିଆଲ, ଫ୍ୟାମିଲି ରିଲେସନସିପ ଏସବୁ କଣ ନା ଆଡଜଷ୍ଟ କରୁଛି, ତ ସେଥିପାଇଁ ୟାକୁ ଆମେ ହୋମ ଆଡଜଷ୍ଟମେଣ୍ଟ ବୋଲି କହିପାରିବା ହେଲା। ତ ହୋମ ଆଡଜଷ୍ଟମେଣ୍ଟ ଆମେ କାହାକୁ କହିବା ନା ଗୁଡ ବିହେଭିୟର ଆଟ ହୋମ ପ୍ଲସ ଅଣ୍ଡରଷ୍ଟାଣ୍ଡିଂ ଫ୍ୟାମିଲି କଣ୍ଡିସନ୍ସ ପ୍ଲସ ଗୁଡ ରିଲେସନ୍ସ ଇଜ ଇକ୍ୱାଲ ଟୁ ହୋମ ଆଡଜଷ୍ଟମେଣ୍ଟ। ଏଟା ଲେଖିବ? yes ma'am ଲେଖିବୁ Yes ma'am। ହଁ ଲେଖ। ଗୁଡ ବିହେଭିୟର ଆଟ ହୋମ
plus understanding family condition, plus good relations. ମ୍ୟାମ୍ ଆପଣ Plus ଯେମିତି ଡାଇଗ୍ରାମ କରିକି ଲେଖିଥିଲେ ସେମିତି ଡାଇରେକ୍ଟ ଲେଖିଲେ ହବନି? ହଁ ସେମିତି ଡାଇରେକ୍ଟ କରିକି ଲେଖିବ, ନହେଲେ ହୋମ ଆଡଜଷ୍ଟମେଣ୍ଟ କରିକି ଗୋଟେ ସର୍କଲଟେ କରିଦବ, ତା ତଳକୁ ତଳୁ ଗୋଟେ ଗାରଟେ ଟାଣିକି ଗୁଡ୍ ବିହେଭିୟର ଆଟ୍ ହୋମ, ଆଉ ଗୋଟେ ଗାର ଟାଣିକି ତଳକୁ ଟିକେ ଛୋଟ କରିକି ଅଣ୍ଡରଷ୍ଟାଣ୍ଡିଂ ଫ୍ୟାମିଲି କଣ୍ଡିସନ, ପୁଣି ଆଉ ଗୋଟେ ଗାର ଟାଣିକି ଗୁଡ୍ ରିଲେସନ୍ସ, ଏମିତି କରିକି ତାକୁ ସର୍କଲ କରି ଗୋଟେ ଡାଇଗ୍ରାମ କରିକି ଲେଖିପାରିବ ହେଲା। ଏଗୁଡାକ ଏଇଥିପାଇଁ ମୁଁ ଏଟାକୁ ନିଜେ ମାନେ ଏଟା ଯେହେତୁ ଏତେ ଗୁଡେ ଜିନିଷ ଲେଖା ହେଇଛି, ଏଇଗୁଡାକ ସର୍ଟ ରେ ଟିକେ ନିଜ ମନରୁ ଲେଖିଦେଲେ ଏଟା କଣ ସିମ୍ପଲ ଇଂଲିଶ ବି ଲାଗୁଛି, ଜଣେ ଭଲସେ ବି ବୁଝିଯିବ, ଟିକେ ଦେଖିଦେଲେ ମାଇଣ୍ଡରେ ତାର ପଶିବ କି ହଁ ତ ହୋମ ଆଡଜଷ୍ଟମେଣ୍ଟ କହିଲେ ଏଇଟା, ବୁଝିପାରିଲ? ମ୍ୟାମ୍ ଆଉଥରେ ଟିକେ କହିଦିଅନ୍ତୁ। ହଁ ଲେଖ, ଗୁଡ୍ ବିହେଭିୟର ଆଟ୍ ହୋମ ପ୍ଲସ୍ ଅଣ୍ଡରଷ୍ଟାଣ୍ଡିଂ ଫ୍ୟାମିଲି କଣ୍ଡିସନ, understanding family condition ଆଜ୍ଞା ମ୍ୟାମ୍। plus good relations is equal to home adjustment ହେଲା। ତାପରେ ଆସିଲା ଆମର ସ୍କୁଲ और occupational adjustment। ସ୍କୁଲ ଆଉ occupational adjustment କଣ ଦେଖିବା। ଏଠି ଲେଖିଲା କଣ ନା ସ୍କୁଲ and occupational adjustment ହଉଛି in the adjustment of adults their occupation plays a great role. The school environment casts its influence over the adjustment of the children and the adolescent। ତ କଣ କହୁଛି ନା adult ଯୋଉମାନେ ବଡ ମାନେ ଆଡଲ୍ଟଙ୍କ ପାଇଁ ତାଙ୍କର ଅକୁପେସନ, ତାଙ୍କର ଜବ୍, ତାଙ୍କର ଆଡଜଷ୍ଟମେଣ୍ଟରେ ବହୁତ ହି ଇମ୍ପୋର୍ଟାଣ୍ଟ ରୋଲ ପ୍ଲେ କରେ। କାହିଁକିନା ଆଡଲ୍ଟ ମାନେ କଣ, ସେମାନଙ୍କ ଅକୁପେସନ ହଉଛି କିଛି ଗୋଟେ ଜବ୍ କରିବା କି କିଛି ଗୋଟେ କରିବା, ସେସବୁ କ୍ଷେତ୍ରରେ ଯୋଉ ଆଡଜଷ୍ଟମେଣ୍ଟ ସେମାନେ ଦେଖାନ୍ତି ସେଟା ତାଙ୍କ ଅକୁପେସନକୁ ନେଇକି, ତାଙ୍କ ଜବକୁ ନେଇକି ବହୁତ ହି ବଡ ଗୋଟେ ରୋଲ ପ୍ଲେ କରିଥାଏ। ଆଉ ଚିଲଡ୍ରେନ ମାନେ ଯିଏ ରହିଲେ, ଆଡୋଲେସେଣ୍ଟ ମାନେ ଯିଏମାନେ ରହିଲେ, ତାଙ୍କ ପାଇଁ ତାଙ୍କର ସ୍କୁଲ ଏନଭାୟରନମେଣ୍ଟ ତାଙ୍କର ଆଡଜଷ୍ଟମେଣ୍ଟ ଉପରେ ଅଧିକ ଇନଫ୍ଲୁଏନ୍ସ କରିଥାଏ। ହେଲେ ଆମେ ଏଥିରେ କଣ ବୁଝିଲେ, ଆଡଲ୍ଟ ମାନଙ୍କର ଅକୁପେସନ, ତାଙ୍କ ଜବକୁ ନେଇକି ତାଙ୍କର ଆଡଜଷ୍ଟମେଣ୍ଟଟା ବହୁତ ହି ଇମ୍ପୋର୍ଟାଣ୍ଟ ରୋଲ ପ୍ଲେ କରୁଛି, କିନ୍ତୁ ଚିଲଡ୍ରେନ ଆଉ ଆଡୋଲେସେଣ୍ଟ ମାନଙ୍କର ସ୍କୁଲ ଏନଭାୟରନମେଣ୍ଟ ତାଙ୍କର ଆଡଜଷ୍ଟମେଣ୍ଟରେ କଣ କରୁଛି ନା ଅଧିକ ଇନଫ୍ଲୁଏନ୍ସ କରୁଛି ହେଲା। ଯଦି ଆମେ ଦେଖିବା କି ବଡ ଲୋକମାନେ ଯଦି ଜବରେ ହାପି କି କମ୍ଫର୍ଟେବଲ, ତାହେଲେ ସେ ଲାଇଫରେ ୱେଲ ଆଡଜଷ୍ଟେଡ ହୁଅନ୍ତି, ସେମାନେ ପୁରା ହାପିଲି ବଞ୍ଚୁଛନ୍ତି, ଘର ଭଡା ନେଇକି ଭଲସେ ରହିକି ଖାଇ ପିଇକି ବୁଲାବୁଲି କରିକି ପୁରା ବଢିଆ ସେ ରହୁଛନ୍ତି, କମ୍ଫର୍ଟେବଲ ରହୁଛନ୍ତି, ତାମାନେ କଣ ସେ ୱେଲ ଆଡଜଷ୍ଟେଡ ହେଇଛନ୍ତି। ଯଦି କୌଣସି ପ୍ରକାର ଚାଇଲ୍ଡ କି ଆଡୋଲେସେଣ୍ଟ ମାନେ ତାଙ୍କ ସ୍କୁଲରେ ଟିଚର୍ସ ମାନଙ୍କ ସହିତ ଭଲ ଭାବରେ ମିଶୁଛନ୍ତି, ଫ୍ରେଣ୍ଡ ମାନଙ୍କ ସହିତ ମିଶୁଛନ୍ତି, ରୁଲ ମାନୁଛନ୍ତି, ଏନଭାୟରନମେଣ୍ଟ ସହିତ ଆଡଜଷ୍ଟ କରିପାରୁଛନ୍ତି, ତାମାନେ କଣ ସେମାନେ ମେଣ୍ଟାଲି ଆଉ ସୋସିଆଲି ୱେଲ ଆଡଜଷ୍ଟେଡ ହେଇକି ରହୁଛନ୍ତି। ତ ସ୍କୁଲ ଆଡଜଷ୍ଟମେଣ୍ଟ ଯଦି କହିବା, ତାହେଲେ ସ୍କୁଲ ରେ ଷ୍ଟୁଡେଣ୍ଟ ମାନେ ଟିଚରକୁ ରେସପେକ୍ଟ ଦେବା, କ୍ଲାସମେଟ ସହିତ ମିଶିବା, ସ୍କୁଲ ରୁଲକୁ ଫଲୋ କରିବା, ଷ୍ଟଡିଜ ଆଉ ଆକ୍ଟିଭିଟିଜରେ ଇଣ୍ଟରେଷ୍ଟ ଦେଖେଇବା, ଏସବୁକୁ ଆମେ ସ୍କୁଲ ଆଡଜଷ୍ଟମେଣ୍ଟ ବୋଲି କହିବା ହେଲା। ଆଉ ଅକୁପେସନାଲ ଆଡଜଷ୍ଟମେଣ୍ଟ କଣ ନା, ଅକୁପେସନାଲ ଆଡଜଷ୍ଟମେଣ୍ଟ ମାନେ ହଉଛି ଏସବୁ ହଉଛି ଆଡଲ୍ଟ ମାନଙ୍କ ପାଇଁ, ତାଙ୍କ ଜବ ସାଟିସ୍ଫାକ୍ସନ ପାଇଁ, କଲିଗ୍ସ ମାନଙ୍କ କୋଅପରେସନ ପାଇଁ, ୱାର୍କ ପ୍ରେସର ହ୍ୟାଣ୍ଡେଲ କରିପାରିବା ପାଇଁ, ଅଫିସ ଏନଭାୟରନମେଣ୍ଟ ସହିତ ଫିଟ୍ ହେଇକି ରହିବା ପାଇଁ, ଏଟା ହଉଛି ଆମର କଣ ଅକୁପେସନାଲ ଆଡଜଷ୍ଟମେଣ୍ଟ ହେଲା। ଯଦି ଆମେ ଏକ୍ସାମ୍ପଲ ନବା ସ୍କୁଲ ଆଡଜଷ୍ଟମେଣ୍ଟର, ଗୋଟେ ପିଲାଟେ ଟିଚରଙ୍କ କଥା ଶୁଣୁଛି, ସମସ୍ତଙ୍କ ସହିତ ମିଶୁଛି, ତାହେଲେ ସେଟା ହଉଛି ଆମର କଣ, ସିଏ ଭଲ ଭାବରେ ସ୍କୁଲ ଏନଭାୟରନମେଣ୍ଟକୁ ଆଡଜଷ୍ଟ କରିଛି। ଯଦି ଆମେ ଅକୁପେସନାଲରେ ନବା, ତାହେଲେ ହଉଛି କଣ, ଗୋଟେ ଏମ୍ପ୍ଲୟିଟି ତାର ଜବକୁ ନେଇକି ଭଲ ଭାବରେ ରହୁଛି, ତା କଲିଗ୍ସ ମାନଙ୍କ ସହିତ ମିଶୁଛି, ଗୁଡ ରିଲେସନ ସବୁ ରଖୁଛି ହେଲା, ଗୁଡ ରିଲେସନ ସବୁ ରଖୁଛି, ସମସ୍ତଙ୍କୁ କାମଲି ହ୍ୟାଣ୍ଡେଲ କରୁଛି, ୱାର୍କ ପ୍ରେସରକୁ କମ କରୁଛି, ଆଉ ହେଲା ଅକୁପେସନାଲକୁ ବହୁତ ଭଲ ଭାବରେ ଆଡଜଷ୍ଟମେଣ୍ଟ କରିକି ରଖୁଛି, ତାହେଲେ ଆକୁ ଆମେ କହିବା ଅକୁପେସନାଲ ଆଡଜଷ୍ଟମେଣ୍ଟ। ସ୍କୁଲ और occupational adjustment ହିଁ ଏତିକି। ଆଚ୍ଛା ଏଟା ଟିକେ ସର୍ଟରେ ଲେଖିଦିଅ, ଖାଲି ଲେଖିଦିଅ ଟିକେ କି for children or adolescents ହାଇପେନ ଦେଇକି ଲେଖିବ, ସ୍କୁଲ ଏନଭାୟରନମେଣ୍ଟ matters
School environment matters for children or adolescent. School environment matters for adults. For adults, hyphen, occupation matters. Occupation matters. ମ୍ୟାମ୍ ଆଉ ଥରେ ଲେଖିବ for children school environment matters, for adult occupation matters. ତା ମାନେ କ'ଣ ଚିଲଡ୍ରେନ୍ ଆଉ ଆଡୋଲେସେଣ୍ଟ ମାନଙ୍କ ପାଇଁ ସ୍କୁଲ ଏନଭାୟରନମେଣ୍ଟ ଟା ମ୍ୟାଟର କରୁଛି ଆଡଜଷ୍ଟମେଣ୍ଟ ପାଇଁ, ଆଉ ଆଡଲ୍ଟ ମାନଙ୍କ ପାଇଁ ଅକୁପେସନ ମ୍ୟାଟର କରୁଛି ଆଡଜଷ୍ଟମେଣ୍ଟ ପାଇଁ। ହେଲା, ତାପରେ ଆମର ଆସିଲା ଡିଫେନ୍ସ ମେକାନିଜମ। डिफेंस मेकानिज्म कौन लिखिए डिफेंस मेकानिज्म आर मेंटल मेकानिज्म इट प्रोटेक्ट ए पर्सन फ्रॉम डिस्ट्रेस दिस इज आल्सो कॉल्ड ईगो डिफेंस as it helps the individual in overcoming threats to his ego। तो कौन कहूँ ये ना डिफेंस मेकानिज्म हूँ कि मेंटल मेकानिज्म गोटे जेमती कि गोटे मनर प्रक्रिया जहाँ मनुष्य को कौन ना टेंशन फियर एंजाइटी फ्रस्ट्रेशन डिस्ट्रेस डिस्ट्रेस कहला माने मानसिक कष्ट है ए सब प्रोटेक्ट करे हेले डिफेंस मेकानिज्म माने कौन मुझे कहली कि गोटे एमितिका प्रक्रिया बा एमितिका गोटे प्रोसेस जहाँ कि मनुष्य को टेंशन फियर एंजाइटी फ्रस्ट्रेशन डिस्ट्रेस ये सब को प्रोटेक्ट करे ହେଲା ଆଉ କଣ ଏହାକୁ ଇଗो डिफेंस ମଧ୍ୟ କୁହନ୍ତି କାହିଁକି ନା ଇଣ୍ଡିଭିଜୁଆଲ ଙ୍କର ଇଗो ଆଉ ତାଙ୍କର ସେଲ୍ଫ ରେସ୍ପେକ୍ଟ ହେଲା ଥ୍ରେଟ୍ ଏ ସବୁରୁ ସେଙ୍କୁ ବଞ୍ଚାଇ ଥାଏ। ତା ମିନିଂ ଯଦି ଆମେ ଦେଖିବା ସିମ୍ପଲ ୱେରେ ଦେଖିବା ଯେତେବେଳେ ଗୋଟେ ବ୍ୟକ୍ତିଟେ ଫେଲିୟର ଫେସ୍ କରୁଛି ଇନସଲ୍ଟ ହଉଛି କୌଣସି ପ୍ରକାର ଷ୍ଟ୍ରେସ୍ ଅନୁଭବ କରୁଛି ନିଜକୁ ୱିକ୍ ଫିଲ୍ କରୁଛି ସେତେବେଳେ କଣ ନା डिफेंस मेकानिज्म यूज କରିକି ନିଜକୁ ମେଣ୍ଟାଲି ସେଭ୍ କରିବାକୁ ଚେଷ୍ଟା ସେ କରେ। ଧର ମୁଁ କିଛି ଗୋଟେ ଏକ୍ଜାମ ରେ ଧର ଫେଲ ହେଇଗଲି ତ କଣ ମୁଁ ମନ ଦୁଃଖ କରିବି କିନ୍ତୁ ସେ କଣ କହିବ ନା ହଉଛି ଭାବିବ ହେଲା ଟିଚର ଭଲ ଭାବରେ ଚେକ୍ କରିନଥିଲେ ବୋଧେ ସେଥିପାଇଁ ବୋଧେ ମୁଁ ଫେଲ ହେଇଗଲି ମୁଁ ଭଲ ଭାବରେ ବୋଧେ ଲେଖି ପାରିନଥିଲି ସେଥିପାଇଁ ମୁଁ ଫେଲ ହେଇଗଲି ମୋ ଦେହଟା ଖରାପ ହେଇଗଲା ମୁଁ ସେଥିପାଇଁ ଫେଲ ହେଇଗଲି ଆଉ ତାପରେ କଣ ଭାବିବି କି ସାଙ୍ଗମାନେ ସବୁବେଳେ ତ ଡାକିଲେ ଖେଳିଲେ ମୁଁ ସେଥିପାଇଁ ଫେଲ ହେଇଗଲି ଆଉ ତ ଏସବୁ କଣ ଏସବୁ ମନର ଭାବନା ଯେତେବେଳେ ଆମେ କୌଣସି ପ୍ରକାର ଫେଲିଓର କି କିଛି ବି ହୁଅନ୍ତି ସେତେବେଳେ ଆମେ କଣ ନା ଅଲଗା କିଛି ଏକ୍ସକ୍ୟୁଜ ବାହାର କରନ୍ତି ଆଉ ଏକ୍ସକ୍ୟୁଜ ବାହାର କରି ଯେତେବେଳେ ଆମ ମନକୁ ମେଣ୍ଟାଲି ସେତେବେଳେ ସେଫ୍ ରଖନ୍ତି ମାନେ ଚେଷ୍ଟା କରନ୍ତି ସେଫ୍ ରଖିବା ପାଇଁ କଷ୍ଟ ନ ଦେବା ପାଇଁ ସେଇଟା ହିଁ ହଉଛି ଡିଫେନ୍ସ ମେକାନିଜମ ବୁଝିପାରିଲ। ଏସବୁ କଣ ହୁଏ ନା ହଉଛି ନିଜର ଫେଲିୟର ଯୋଉ ସବୁ ଆସେ ସେଟା ମେଣ୍ଟାଲ ଡିଷ୍ଟ୍ରେସ କୁ କମେଇବା ପାଇଁ ହିଁ ଡିଫେନ୍ସ ମେକାନିଜମ ସବୁ ୟୁଜ କରାଯାଏ ହେଲା ଏସବୁ କଣ କରିବ ନା ଇଗୋ କୁ ପ୍ରୋଟେକ୍ଟ କରିବ କି କୌଣସି ପ୍ରକାର ରାଗକୁ କମେଇବ ହଟ୍ ଯଦି ହଉଛନ୍ତି ଆମେ ସେଟାକୁ ବଞ୍ଚେଇ ପାରିବ ସେଥିରୁ ଇଗୋ ଯଦି ଆସୁଛି ତାହେଲେ ସେଥିରୁ ବି ଆମେ ଟିକେ ବଞ୍ଚି ପାରିବା ଏସବୁ ଜିନିଷକୁ ଭାବିକି ତ ଡିଫେନ୍ସ ମେକାନିଜମ କଣ କରୁଛି ଗୋଟେ ପଜିଟିଭ ସେନ୍ସ ରେ ଗୋଟେ କହିପାରିବା ଏଇଟା କି ଆମ ମାଇଣ୍ଡ ରେ ଯାହା ଯାହା ଚାଲୁଛି ମନର ସ୍ଥିତିକୁ ପଜିଟିଭ ୱେରେ ଯୋଉ ନଉଛି ସେ ହଉଛି डिफेंस मेकानिज्म ବୁଝିପାରିଲ। ଆଜ୍ଞା ମ୍ୟାମ୍। ଏଠି ଟିକେ ଲେଖିଦିଅ ଲେଖ डिफेंस मेकानिज्म is equal to mental process protects from distress saves ego helps in adjustment डिफेंस मेकानिज्म कौन लिखिल मेंटल प्रोसेस प्रोटेक्ट फ्रॉम डिस्ट्रेस सेव्स ईगो हेल्प्स इन एडजस्टमेंट
ओके। ଆଜ୍ଞା ତାପରେ କହିଲା କଣ ନା they soften the effect of one's failure, ଭଏସ preserve inner harmony and enable the individual to make adaptation and adjustment। ଭଏସ ଆସୁନି ଆସୁନି ଭଏସ? ଶୁନଥିଲା ମ୍ୟାମ୍ ଭଏସ ଆଚ୍ଛା ଏବେ କଟ ଆସୁଛି ହଉଛି ମ୍ୟାମ୍। ଭଏସ କଟ ହଉଛି? ଆସିଲା ମ୍ୟାମ୍। ୟେସ୍ ମ୍ୟାମ୍। ହୁଁ ହଉ ଆଉ ଥରେ ଭଏସ କଟ ମ୍ୟାମ୍ କହିବ ଭଏସ କଟ ହେଲା। ହଉଛି ପୁଣି। ଦେଇଛି କି they ଭଏସ soften the କଟ ହଉଛି ମ୍ୟାମ୍। ହଉଛି ମ୍ୟାମ୍ ଭଏସ ନେଟୱାର୍କ ପ୍ରୋବ୍ଲେମ ବୋଧେ ହେଲା। ମ୍ୟାମ୍ ଶୁଭୁନି ଆଉଥରେ କହିଦିଅନ୍ତୁ। ଗୋଟେ ମିନିଟ ରୁହ ତମେ ଲଗଇନ ହେଇକି ଥାଅ ମୁଁ ଟିକେ ଏବେ ଶୁଭୁଛି? ମୁଁ ଟିକେ କାଟିକି ନହେଲେ କରୁଛି ରୁହ। ସମସ୍ତଙ୍କ ପାଇଁ କରିବାକୁ ଦେଖୁଛି ରେ। ଏବେ ଆସୁନି ଭଏସ ଆସୁନି ସତରେ? ଏବେ ମ୍ୟାମ୍ ଶୁଭିଲା। ଏବେ ଆସୁଛି ତ? ହଉ ନାଇଁ ଟିକେ ରୁହ ଗୋଟେ ସେକେଣ୍ଡ। ହେଲା ମ୍ୟାମ୍ ଶୁଭୁନି ତଥାପି। ମ୍ୟାମ୍ ଭଏସ ଆସୁନି। ମ୍ୟାମ୍ ଶୁଭୁନି ମ୍ୟାମ୍ ଏବେ କିଛି। ଟୋଟାଲି ଶୁଭୁନି। ମ୍ୟାମ୍ ଏବେ ଟୋଟାଲି ବି ଶୁଭୁନି ଭଏସ। soften the effect of one's failures, preserve in ଶୁଣ ନେଟୱାର୍କ ବୋଧେ ଫ୍ଲକ୍ଚୁଏଟ ହଉଛି। ମୁଁ ଏଇଟା କାଟୁଛି ଆଜି, କାଲିକି ତମକୁ ଇଏ କରିଦେବି ହେଲା, ପଢେଇଦେବି ନହେଲେ କାଲି। ଓକେ ଏବେ କ୍ଲିୟର ହେଲା ମ୍ୟାମ୍। ଆଜ୍ଞା ମ୍ୟାମ୍। ୟେସ୍ କ୍ଲିୟର ଆସୁଛି? ଭଏସ ଏବେ କଟି ଯାଉଛି ନା ମଝିରେ ଆଜ୍ଞା ମଝିରେ? ଏବେ କ୍ଲିୟର ଅଛି। ମ୍ୟାମ୍ ମଝିରେ ମଝିରେ କଟି ଯାଉଛି ମ୍ୟାମ୍। ହଉ ମ୍ୟାମ୍ ଏଇଥର ଏବେ ମୁଁ ପଢଉଛି, ଏବେ ଯଦି ଟିକେ କଟିଲା ତାହେଲେ ମୁଁ ମାନେ ମତେ ୱେଟ୍ କରିବନି, ମୁଁ କାଟିଦେବି ହେଲା। ଆଜ୍ଞା ମ୍ୟାମ୍। ହୁଁ ତ ଡିଫେନ୍ସ ମେକାନିଜିମ ରେ ଯୋଉ ସେକେଣ୍ଡ ଟା କହିଛି, ସେକେଣ୍ଡ ଟା ଯୋଉଟା କହିଛି, ସେକେଣ୍ଡ କଣ ଲେଖିଛି ନା ଦେ soften the effect of one's failures, preserve inner harmony and enable the individual to make adaptation or adjustment to distressing experiences, so they are also called adjustment mechanism। ହେଲା, ସେ କଣ କହୁଛି ଦେଖିବା ନା, ସେ କହିବା କଥା କି ଆମର ଯୋଉ ଡିଫେନ୍ସ ମେକାନିଜିମ ଗୋଟେ ବ୍ୟକ୍ତିର କଣ ନା ଫେଲିଓର ପାଇଁ ଫେଲିଓର ଯୋଉ ପେନ୍ ଥାଏ, ସେ ଫେଲିଓର ପେନ୍ କୁ କଣ କରିଥାଏ ନା କମ କରିଥାଏ। ତ ଯୋଉଟା କି ସଫ୍ଟେନ ଦ ଇଫେକ୍ଟ ଅଫ ଫେଲିଓର୍ସ ଲେଖିଛି, ତା ମାନେ ହଉଛି କଣ, ଫେଲିଓର ପେନ୍ କୁ ଟିକେ କମ କରିଥାଏ ଡିଫେନ୍ସ ମେକାନିଜିମ ଟା। ମନ ଭିତରେ ଶାନ୍ତି ଆଣିଥାଏ। ଆମର ହଉଛି କଣ ନା ହଉଛି ସମତୁଳନ ରକ୍ଷା କରେ, ହାରମୋନି ଆଣିଥାଏ। ଦୁଃଖ ଅନୁଭବ ଆମର ହୁଏନି ବେଶୀ, ସେ ସବୁକୁ ନେଇକି ଆମେ ଆଡଜଷ୍ଟ କରିବାରେ ସାହାଯ୍ୟ କରିଥାନ୍ତି ସେ ଯୋଉ ଡିଫେନ୍ସ ମେକାନିଜିମକୁ ନେଇକି। ସେଥିପାଇଁ ଆମର କଣ କରେ ନା ଡିଫେନ୍ସ ମେକାନିଜିମକୁ ଆଡଜଷ୍ଟମେଣ୍ଟ ମେକାନିଜିମ ମଧ୍ୟ କୁହାଯାଏ। କାହିଁକି ଆଡଜଷ୍ଟମେଣ୍ଟ ମେକାନିଜିମ କୁହାଯାଏ? କାହିଁକି ନା ସେ ସବୁ କଥାରେ ଆମକୁ ଆଡଜଷ୍ଟ କରେ, ମେଣ୍ଟାଲ ପିସ୍ ଆଣିବାରେ ସାହାଯ୍ୟ କରେ, ସବୁ ଜିନିଷ ଇନର ହାରମୋନି ଆଣିବାରେ ସାହାଯ୍ୟ କରେ। ତ ସେଥିପାଇଁ ତାକୁ ଆମେ ଆଡଜଷ୍ଟମେଣ୍ଟ ମେକାନିଜିମ ମଧ୍ୟ କୁହନ୍ତି। ଯଦି ଆମେ କହିବା ତାହେଲେ ସହଜରେ କି ଯେତେବେଳେ ମଣିଷ ଗୋଟେ ଫେଲ ହୁଏ, ଇନସଲ୍ଟ ହୁଏ, ରିଜେକ୍ଟ ହୁଏ, କୌଣସି ପ୍ରକାର ଲସ୍ ଫେସ୍ କରେ, କି କୌଣସି ପ୍ରକାର
କିଛି ବି ଇନସଲ୍ଟ ହେଲା କି ଫେଲିଓର ହେଲା ସେଥିରେ ଆମେ କଣ ନା ହଉଛି ତେବେ ତାଙ୍କ ମନ ଡିଫେନ୍ସ ମେକାନିଜମ ୟୁଜ କରିକି ମନକୁ କମାନ୍ତି, ମାନେ ମନ ଦୁଃଖକୁ ଟିକେ କମେଇ ଦିଅନ୍ତି, ମନକୁ ଟିକେ ଶାନ୍ତ କରିଦିଅନ୍ତି। କେମିତି ସିଚୁଏସନ ସହିତ ଆଡଜଷ୍ଟ କରିବାକୁ ହେଲ୍ପ କରେ କଣ ନା ଆମର ମେନ୍ ମେକାନିଜମ ହେଲା। ଯେମିତି ଧର ଗୋଟେ ପିଲାଟି ଇଣ୍ଟରଭ୍ୟୁରେ ସିଲେକ୍ଟ ହେଲାନି, ଯାଇଥିଲା ଇଣ୍ଟରଭ୍ୟୁ ଦବା ପାଇଁ, ଇଣ୍ଟରଭ୍ୟୁରେ ସେ ସିଲେକ୍ଟ ହେଲାନି, ସେ କଣ କଲା ନା ହଉଛି ସ୍ୟାଡ ଫିଲ୍ କଲା, ସେତେବେଳେ ସମୟରେ ହିଁ ସ୍ୟାଡ ଫିଲ୍ କଲା ଯୋଉ ଟାଇମରେ ସେ ଇଣ୍ଟରଭ୍ୟୁରେ ଫେଲିଓର ହେଲା। ତ ଇନିସିଆଲି ସେ ସ୍ୟାଡ ଫିଲ୍ କଲା, ପରେ ସେ କହିଲା, ପରେ ସେ ମନ ମନକୁ ବୁଝେଇଲା ଏହି ଜବ ମୋ ପାଇଁ ସୁଇଟେବଲ ନଥିଲା, ଏଇଟା ବୋଧେ ଭଗବାନଙ୍କର ଇଚ୍ଛା ନଥିଲା ମୋ ପାଇଁ, ସେଥିପାଇଁ ବୋଧେ ମୁଁ ପାଇଲିନି। ଏଠାରେ କଣ ହେଲା ନା ଆମର ବିକାଶ ଯୋଉ ପିଲାଟି ଯିଏ ସେ ନିଜେ ଫେଲିଓର କଲା ହେଲା, ଇଫେକ୍ଟ କୁ ସଫ୍ଟ କଲା, ତାପରେ ସେ ଯୋଉ ଇଫେକ୍ଟ ପାଇଲା, ଯୋଉ ମନ ଦୁଃଖ କଲା, ତାପରେ ସେ ନିଜ ନିଜକୁ ବୁଝେଇଲା, ସେ କଣ ମନକୁ ଶାନ୍ତି ରଖୁଛି, ସେ ସବୁ ବୁଝେଇକି ସିଚୁଏସନ ସହିତ ସେ ଆଡଜଷ୍ଟ କରୁଛି, ଏଇଟା ହିଁ ତ ଡିଫେନ୍ସ ମେକାନିଜମ ହେଲା। ଯେମିତି କି ଦେଖ ଆଉ ଗୋଟେ ଏକ୍ସାମ୍ପଲ ତମେ ବୁଝିପାରିବ, ଯୋଉ ଛୁଆ ମାନେ କମ୍ପିଟିସନରେ ଭାଗ ନିଅନ୍ତିନି, ଶୁଭୁଛି ଟି ମୋ ଭଏସ? ଆଜ୍ଞା ଯୋଉ ପିଲାମାନେ କମ୍ପିଟିସନରେ ଭାଗ ନିଅନ୍ତି, ଯେତେବେଳେ ପିଲାଟେ କମ୍ପିଟିସନରେ କଣ କରିବ ନା ହଉଛି ୱିନ୍ କରିପାରିବନି, ହାରିଯିବ, କି ଦୌଡା ପ୍ରତିଯୋଗିତାରେ ଭାଗ ନେଇଛି ହାରି ଯାଇଛି, କିଛି ବି ଫାର୍ଷ୍ଟ ସେକେଣ୍ଡ ଥାର୍ଡ କି କିଛି ହେଇନି, ତ ଆମେ ସେଠି କଣ କହିକି ବୁଝାନ୍ତି, ଆରେ ଜିତିବାଟା ବଡ କଥା ନୁହେଁ, ୱିନିଂ କଣ ଇମ୍ପୋର୍ଟାଣ୍ଟ କି, ପାର୍ଟିସିପେସନ ହିଁ ଇମ୍ପୋର୍ଟାଣ୍ଟ। ତମେ ଯେତିକି ଗଲ ସେ ଜାଗା ଉପରକୁ ଯାଇ ଗଲ, ଯାଇକି ଦୌଡ଼ିଲ, କିଛି ଗୋଟେ କହିଲ, ସେଇଟା ହିଁ ବଡ କଥା। ଆମେ ଏମିତି କହିକି ବୁଝାନ୍ତି କି ନାଇଁ? ଆଜ୍ଞା ତ ସେଇଟା ହିଁ ହଉଛି ମେକାନିଜମ, ଆଜ୍ଞା ମନକୁ ମ୍ୟାମ୍। ଯେ ଶାନ୍ତି କରିବା ପାଇଁ କିଛି ଗୋଟେ ଆମେ ମନକୁ ବୁଝାନ୍ତେ ହେଲା। ଏଇଟା ହଉଛି କଣ ନା ଡିଫେନ୍ସ ମେକାନିଜମ ର ଫେଲିଓର କୁ କମ କରିବା ପାଇଁ, ଫେଲିଓର ପେନ୍ କୁ କମେଇବା ପାଇଁ ହିଁ ଆମେ ଏଇଟା କରିଥାନ୍ତେ ହେଲା। ତ ଡିଫେନ୍ସ ମେକାନିଜମ କଣ ନା ଫେଲିଓର ପେନ୍ କୁ କମେଇଥାଏ, ମନକୁ ଶାନ୍ତି ରଖିଥାଏ, ଡିଷ୍ଟ୍ରେସିଂ ସିଚୁଏସନ ସହିତ ଆଡଜଷ୍ଟ କରିବାକୁ ହେଲ୍ପ କରିଥାଏ, ଆଡଜଷ୍ଟମେଣ୍ଟ ମେକାନିଜମ ମଧ୍ୟ ଆକୁ କୁହାଯାଏ। ଏତିକି ମନେ ରଖିବ ୟାର। ଏବେ ଆସିଲା ଟାଇପ୍ସ ଅଫ ଡିଫେନ୍ସ ମେକାନିଜମ। ତ ବହୁତ ପ୍ରକାର ଟାଇପ୍ସ ଅଛି ତାର, ଆମର କେମିତି କଣ କେମିତି ମନକୁ ଶାନ୍ତ କରନ୍ତି, କୋଉ ଭଳିଆ ଭାବନା ରଖି ଶାନ୍ତ କରନ୍ତି, ଏସବୁ ଜିନିଷ ଏଥିରେ ଅଛି। ଫର୍ଷ୍ଟ ଆସିଲା କି କମ୍ପନସେସନ, କଣ କମ୍ପନସେସନ ରେ ଦେଇଛି, individual tries to make up for his failure in one area by directing his energies and achieving। ଆସୁନି? ମ୍ୟାମ୍ ଶୁଣା ଆସୁଛି ଯାଉନି। ମ୍ୟାମ୍। କଟି ଯାଇଥିଲା। ଶୁଣ ମୁଁ ଏଇଟା କାଟି ଦଉଛି, କାଲି ତମକୁ ପଢେଇବି, କାହିଁକିନା ବୁଝି ହବନି, ମଝିରେ ମଝିରେ କଟିବ, କିଛି ଲାଭ ହିଁ ହବନି। ମୁଁ କାଲି ତମର କ୍ଲାସ ଏକ୍ସଟ୍ରା ନେଇକି 2 ଘଣ୍ଟା ନେଇକି ମୁଁ ତମକୁ ବୁଝେଇଦେବି, ତମେ ଏକା ସହିତ 2 ଘଣ୍ଟା କ୍ଲାସ କରିପାରୁନ ସାର୍ କହୁଛନ୍ତି, ସେଥିପାଇଁ ତମକୁ ଲଗାତାର 2 ଘଣ୍ଟା ମୁଁ କରିପାରୁନି, ନହେଲେ 2 ଘଣ୍ଟା କରିକି ମୁଁ ସାରି ଦିଅନ୍ତି। କାଲି ନହେଲେ ନାଇଁ ଗୋଟେ ମ୍ୟାମ୍ କାମ, କରନ୍ତୁ, କରିପାରିବି। ମ୍ୟାମ୍ ମୁଁ କରିଦେବି, ଏକ୍ଜାମ ଆମେ ଆମର 2 ଘଣ୍ଟା ଯାକେ କରିପାରିବୁ। ବହୁତ ପିଲା ରାଜି ହଉନାହାନ୍ତି ନା, ତ ସେଥିପାଇଁ ସାର୍ ମନା କରୁଛନ୍ତି। ଗୋଟେ କାମ କରିବା ଆଉ, ଏକ୍ଜାମ ଅଧା ପାଖ ପିଲା, ହେଇଗଲାଣି ତ କରିଲେ ନାଇଁ ବେଟର ହୁଅନ୍ତା। ଠିକ ଅଛି, ମୁଁ କାଲି ସାରଙ୍କ ସହିତ କଥା ହେବି, କଥା ହେଇକି ମୁଁ କହିବି ତାଙ୍କୁ କଣ୍ଟିନ୍ୟୁଅସଲି 2 ଘଣ୍ଟା ପକେଇଦେବେ, 2 ଘଣ୍ଟାରେ ମୁଁ କାଲି, ମେନ୍ କଥା ହେଲା କଣ କହିଲ, ଯଦି ଘଣ୍ଟେ କ୍ଲାସ ହଉଛି ତମ ସହିତ କଥାବାର୍ତ୍ତା ହବାରେ ହିଁ ପଳେଇ ଯାଉଛି ଯାହାହେଲେ 5-10 ମିନିଟ, ତ ଯେତିକି ସମୟ ଆଉ ପଢା ହଉଛି 2 ଘଣ୍ଟା ହେଲେ କଣ ହବ, କଣ୍ଟିନ୍ୟୁଟି ଗୋଟେ ରହିବ ନା, ବହୁତ ଜିନିଷ ଆମର କଭର ହେଇଯିବ। ସାରଙ୍କ ସହିତ କାଲି ଆଜ୍ଞା କଥା ମ୍ୟାମ୍। ହୁଏ, ଯଦି ହବ ଆମ 2 ଆଜ୍ଞା ଘଣ୍ଟାର କ୍ଲାସ ମ୍ୟାମ୍। ନେଇଗଲେ ଆମର ୟୁନିଟ 4 ଟା ପୁରା କମ୍ପ୍ଲିଟ କରିଦବା। ଆଜ୍ଞା ମ୍ୟାମ୍। ଓକେ, ଠିକ ଅଛି। ଏବେ ମୁଁ କଥା ହଉଛି ବୋଲି ଭଏସ କ୍ଲିୟର ହେଇଗଲା। ଆଜ୍ଞା ଆଜ୍ଞା ମ୍ୟାମ୍। ଆକ୍ଚୁଆଲି ମ୍ୟାମ୍ ସର୍ଟ ନୋଟ୍ସ ବି ଯୋଉ ସେୟାର କରିବେ କହୁଥିଲେ, ସାରଙ୍କୁ ଟିକେ କହିଦେବେ ପଠେଇଦେବେ ବୋଲି। ସର୍ଟ ନୋଟ କୋଉଟା କହିଲ, ମୁଁ ଯୋଉଟା ଡାକୁଛି? ନାଇଁ ମ୍ୟାମ୍ ଆପଣ କହୁଥିଲେ ଅଲଗା ମାନେ ସବୁ ଓ କେମିତି ମୁଁ କହୁଥିଲି କରିକି କି ଫଲୋ ଆପଣଙ୍କ ପର୍ସନାଲ ନୋଟ ଥିଲା ଯୋଉ। ମୁଁ ଡାଇଗ୍ରାମ କଥା କହୁଥିଲି, ମୁଁ ତମକୁ ଡାଇଗ୍ରାମ ଆଜ୍ଞା ପଠେଇଦେବି, ତମେ ଗୋଟେ ଗୋଟେ ୟୁନିଟ ରେ ଯୋଉ ଗୁଡାକ ଡାଇଗ୍ରାମ ଥାଏ, ସେଇ ଡାଇଗ୍ରାମ ଟା ତମକୁ ଆଜ୍ଞା ସାରଙ୍କୁ ଦେଇଦେବି ମୁଁ PDF, ସାର୍ ତମମାନଙ୍କୁ ପଠେଇଦେବେ, ସେ ଡାଇଗ୍ରାମ ଗୁଡାକ ମନେ ରଖିବ, ଯେମିତି ଏକ୍ଜାମ ହଲରେ ସେ ଡାଇଗ୍ରାମ ମନେ ପଡିଲେ ତମେ ସେଗୁଡାକ ଇଏ ବେସ୍ କରିକି ବି ଲେଖିପାରିବ କିଛି ହେଲା। ଆଜ୍ଞା ମ୍ୟାମ୍। ଆଜ୍ଞା ମ୍ୟାମ୍। ଥ୍ୟାଙ୍କ ୟୁ।
Thank you so much, ma'am. Good night. Thank you, ma'am. Thank you, ma'am. Thank you, ma'am. Good night, ma'am. Good night, Good ma'am. night.